14 ବର୍ଷ ହେଲା ଆବେଦନ ସତ୍ତ୍ୱେ ଆବାସ ଯୋଜନାରେ ବଞ୍ଚିତ ଗଣନାଥଙ୍କ ପରିବାର। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଅଧୀନସ୍ଥ ଅମର ସିଂ ଗ୍ରାମର ଦୀର୍ଘ ବର୍ଷ ହେଲା ଏହି ଝାଟିମାଟି ଘରେ ରହିଆସୁଛନ୍ତି ଗଣନାଥଙ୍କ ପରିବାର। ସରକାର ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି, କିନ୍ତୁ ଦୁଃଖର ବିଷୟ 2012 ମସିହାରୁ ଗୋଟିଏ ଘର ପାଇଁ ଆବେଦନ କରିଆସୁଛନ୍ତି ଏବଂ ଏହାର କିଛି ଦିନ ପରେ ସରକାରୀ ଅଧିକାରୀ ଘର ଦେଖିବା ପାଇଁ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କିଛି ସୁଫଳ ମିଳିନାହିଁ। ଏବେ ମଧ୍ୟ ବନ୍ତ ବ୍ଲକର ବିଡ଼ିଓ ମହାଶୟଙ୍କୁ ଏକ ଲିଖିତ ଅଭିଯୋଗ କରି ତାଙ୍କର ଆବେଦନ ଜଣାଇଛନ୍ତି। ତ ଦେଖିବାକୁ ବାକି ରହିଲା ସରକାର ଏହାର କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଆପଣ ପରିଚୟଟା ଦିଅନ୍ତୁ। ମୋ ନାଁ ଗଣନାଥ ବେହେରା। ଆପଣଙ୍କର ଅଭିଯୋଗ କ'ଣ ଅଛି କୁହନ୍ତୁ। ଘର ଦେଉନାହାନ୍ତି, 20-25 ବର୍ଷ ହେଇଗଲାଣି। ଆପଣ ଆଗରୁ ଘର ପାଇଥିଲେ କି? ନା। ଆପଣ ଏଇ ଘରେ ରହୁଛନ୍ତି? ଆଜ୍ଞା। ତ ସରକାରଙ୍କର ଏତେ ସବୁ ବ୍ୟବସ୍ଥା ଥିବା ବେଳେ ଯେଉଁ ପଞ୍ଚାୟତରୁ ଯେଉଁମାନେ ଆସୁଛନ୍ତି ତଦନ୍ତ କରିବା ପାଇଁ, ଯେ ଯାହାର କଚ୍ଚା ଘର ଥିବ ତାକୁ ପକ୍କା ଘର ଦେବା ପାଇଁ, ସେଥିରୁ ଆପଣ ବଞ୍ଚିତ ହେଇଛନ୍ତି। ସେଥିପାଇଁ କ'ଣ କହିବେ ଆପଣ? ଦେଉ ତ ନାହାନ୍ତି, ଆଉ କ'ଣ କହିବୁ? ଆଉ ପ୍ରତିକ୍ରିୟା କ'ଣ ଅଛି କୁହନ୍ତୁ। ସେତିକି ଆମେ କ'ଣ କରିପାରିବୁ? ସେ ନେତାମାନେ କରିବେ। ଆପଣ ପରିଚୟଟା ଦେବେ। ମୋ ନାଁ ଲକ୍ଷ୍ମୀ ବେହେରା। ମୋ ନାଁ ଲକ୍ଷ୍ମୀ ବେହେରା। କେଉଁ ଗାଁ ଏଟା? ଅମର ସିଂପୁର ଆପଣଙ୍କର ବ୍ଲକ? ବନ୍ତ ଜିଲ୍ଲା? ଭଦ୍ରକ। ହଁ, କ'ଣ ଆପଣଙ୍କର ଅଭିଯୋଗ କୁହନ୍ତୁ। ଆଉ ଘର ପାଇଁ ତ ଅଭିଯୋଗ 20 ବର୍ଷ ହେଲାଣି ଆମକୁ ଦିଆ କରାଯାଉନି। ଯାହାର ପକ୍କା କୋଠା ଦିତାଲା ସେମାନଙ୍କୁ 2ଟା-3ଟା ମିଳୁଛି। ଆଉ ଏଇ ଅସୁବିଧାରେ ଆମେ ରହିଛୁ। ଆଉ କ'ଣ କରିବୁ? ସରକାର ତ ଘୋଷଣା କରୁଛନ୍ତି ଯେ କାହାରି ସେ ଘୋଷଣା କଲେ ଦିଆ କରାହେଉଛି କେଉଁଠି? ୟା ଆଗରୁ ଆପଣ ଆବେଦନ କରିଛନ୍ତି ଘର ପାଇଁ? ହଁ, ବନ୍ଦ ଯାଇକି କରିଛନ୍ତି। ତା ଭିତରେ ନେତା ଯେଉଁମାନେ ସରପଞ୍ଚ ସେମାନଙ୍କୁ କୁହାହେଉଛି। ଏଠି ଯେଉଁ ଲୋକପ୍ରତିନିଧି ମାନେ ଅଛନ୍ତି, ସରପଞ୍ଚ କୁହନ୍ତୁ, ୱାର୍ଡ଼ ମେମ୍ବର କୁହନ୍ତୁ କିମ୍ବା ସରକାରୀ କର୍ମଚାରୀ କୁହନ୍ତୁ, ଆପଣ ଘର ଆସିକି ତଦନ୍ତ କରି ଯାଇଛନ୍ତି? ଆସିଥିବେ। ତାପରେ ନ ଦେବାର କାରଣ କ'ଣ? କେଜାଣି, ସିଏ ଜାଣିଥିବେ, ଆମେ କେମିତି ଜାଣିବୁ? ଆପଣ କ'ଣ ରଖିବେ? ଆପଣଙ୍କର ଦାବି କ'ଣ ରଖିବେ? ଘର ପାଇଁ ତ ଆମେ ଦାବି କରୁଛୁ। ଆମେ ହୀନସ୍ଥାରେ ରହିଛୁ, ମୁଣ୍ଡ ବାଜୁଛି ରୋଡ଼କି। ଆଉ କ'ଣ କରିବୁ? ହଁ, ମୁଁ ତ ନିଜେ ଦେଖୁଛି ଯେ ଆପଣଙ୍କ ଘରକୁ ପଶିଲା ବେଳକୁ ମୁଣ୍ଡ ବାଜୁଛି। ହଉ, ଧନ୍ୟବାଦ। ଗ୍ରାଉଣ୍ଡ ଜିରୋ ପ୍ରଶାନ୍ତ କୁମାର ବେହେରା ରିପୋର୍ଟ, ଓଡ଼ିଶା ହଟ୍ ନ୍ୟୁଜ୍।